ଯଦି ଆପଣ ମଧ୍ୟ ପ୍ରତିଦିନ ବିପି କିମ୍ବା କୋଲେଷ୍ଟ୍ରଲ ପାଇଁ ମୁଠା ମୁଠା ଔଷଧ ଖାଉଛନ୍ତି, ତେବେ ରୁହନ୍ତୁ, କାରଣ ଆଜି ମୁଁ ଆପଣଙ୍କୁ ଏମିତି 5ଟି ସହଜ ଉପାୟ କହିବି ଯାହା ଆପଣଙ୍କ ରକ୍ତଚାପକୁ ସ୍ୱାଭାବିକ କରିଦେବେ ଏବଂ ଆପଣଙ୍କୁ ଔଷଧରୁ ମୁକ୍ତି ମିଳିପାରିବ। ମୁଁ ଏ କଥା କେବଳ ବହି ପଢ଼ି କହୁନାହିଁ, ବରଂ ଅନେକ ଲୋକଙ୍କ ଅନୁଭୂତିରୁ କହୁଛି, ଯେଉଁମାନଙ୍କର ମଧୁମେହ ବା ଡାଇବେଟିସ୍ ଭଳି ବିପି ମଧ୍ୟ ସମ୍ପୂର୍ଣ୍ଣ ଭଲ ହୋଇଯାଇଛି। ଆପଣ ବର୍ତ୍ତମାନ ଯେଉଁ ଔଷଧ ଖାଉଛନ୍ତି ତାହା ଚାଲୁ ରଖନ୍ତୁ, କିନ୍ତୁ ମୁଁ କହୁଥିବା ଏହି ଜିନିଷଗୁଡ଼ିକୁ କେବଳ 1 ମାସ ପାଇଁ କରି ଦେଖନ୍ତୁ। ଯଦି ଫଳାଫଳ ନ ମିଳେ, ତେବେ ଆପଣ ମୋତେ କହିବେ। ଆମ ଶରୀରରେ ବିପି କାହିଁକି ବଢ଼େ ତାହା ପ୍ରଥମେ ବୁଝିବା ଦରକାର। ଭୁଲ ଖାଦ୍ୟପେୟ ଏବଂ ଜୀବନଶୈଳୀ ଯୋଗୁଁ ଆମ ରକ୍ତନଳୀରେ କୋଲେଷ୍ଟ୍ରୋଲ ଜମିଯାଏ କିମ୍ବା ନଳୀଗୁଡ଼ିକ ଶକ୍ତ ହୋଇଯାଏ, ଯାହା ଫଳରେ ରକ୍ତକୁ ଆଗକୁ ବଢ଼ିବା ପାଇଁ ହୃଦୟକୁ ଅଧିକ ବଳ ପ୍ରୟୋଗ କରିବାକୁ ପଡ଼େ, ଯାହାକୁ ଆମେ ହାଇ ବିପି କହୁ। ଯଦି ଆମେ ଏହାକୁ ଅଣଦେଖା କରିବା, ତେବେ ଏହା କ୍ରମେ ଆମର ହୃଦଘାତ ବା ହାର୍ଟ ଆଟାକର ବିପଦ ବଢ଼ାଇଥାଏ ଏବଂ କିଡନୀ, ଆଖି ଓ ମସ୍ତିଷ୍କର ସୂକ୍ଷ୍ମ ରକ୍ତନଳୀକୁ ମଧ୍ୟ ନଷ୍ଟ କରିଦେଇଥାଏ। ଏବେ ଆସନ୍ତୁ ସେହି 5ଟି ମହୌଷଧି ବିଷୟରେ ଜାଣିବା। ପ୍ରଥମଟି ହେଉଛି ଆପଣଙ୍କ ରୋଷେଇ ଘରେ ଥିବା ରସୁଣ। ରସୁଣକୁ କଞ୍ଚା ଚୋବାଇ ଖାଇଲେ ଏଥିରୁ ଏଲିସିନ୍ ନାମକ ଏକ ତତ୍ତ୍ୱ ବାହାରିଥାଏ, ଯାହା ଠିକ୍ ବିପି ଔଷଧ ପରି ଆପଣଙ୍କ ରକ୍ତନଳୀକୁ ଶିଥିଳ କରିଦିଏ ଏବଂ ରକ୍ତଚାପ କମାଇଥାଏ। ଆପଣଙ୍କୁ ବାସ୍ ଗୋଟିଏ ପାଖୁଡ଼ା ରସୁଣ ଭଲ ଭାବେ ଚୋବାଇ ଖାଇବାକୁ ହେବ ଏବଂ ତା ଉପରେ ଅଳ୍ପ ପାଣି ପିଇବାକୁ ହେବ। ଦ୍ୱିତୀୟ ଚମତ୍କାରୀ ଜିନିଷ ହେଉଛି ଜଟାମାଂସୀ। ଗବେଷଣାରୁ ଜଣାପଡ଼ିଛି ଯେ ଜଟାମାଂସୀ କେବଳ ରକ୍ତଚାପ କମାଏ ନାହିଁ, ବରଂ ଆମର ମାନସିକ ଚାପ ବା ଷ୍ଟ୍ରେସ୍କୁ ମଧ୍ୟ ଦୂର କରେ। ଆଜିକାଲି ବିପି ବଢ଼ିବାର ମୁଖ୍ୟ କାରଣ କେବଳ ଲୁଣ ନୁହେଁ, ବରଂ ଆମ ମନରେ ଥିବା ଚିନ୍ତା ଓ ଟେନସନର ଲୁଣ। ପ୍ରତିଦିନ ସକାଳେ ଜଳଖିଆର ଅଧା ଘଣ୍ଟା ପୂର୍ବରୁ 1 ଚାମଚ ଜଟାମାଂସୀ ଗୁଣ୍ଡକୁ ପାଣି କିମ୍ବା ମହୁ ସହିତ ମିଶାଇ ପିଇଲେ ଏହା ମାନସିକ ଅଶାନ୍ତିକୁ ଶାନ୍ତ କରି ବିପିକୁ ନିୟନ୍ତ୍ରଣ କରିଥାଏ। ତୃତୀୟ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ହେଉଛି ବିଟ୍। ବିଟ୍ରେ ପ୍ରାକୃତିକ ଭାବେ ନାଇଟ୍ରେଟ୍ସ ଥାଏ, ଯାହା ଶରୀରରେ ନାଇଟ୍ରିକ୍ ଅକ୍ସାଇଡ୍ ତିଆରି କରେ ଏବଂ ଜାମ୍ ହୋଇଥିବା ରକ୍ତନଳୀରେ ତେଲ ଦେଲା ପରି କାମ କରି ସେଗୁଡ଼ିକୁ ଖୋଲିଦିଏ। ଆପଣ ବିଟ୍ ଜୁସ୍ ପିଇପାରିବେ କିମ୍ବା ମଧ୍ୟାହ୍ନ ଭୋଜନ ପୂର୍ବରୁ ସାଲାଡ୍ ଭାବେ ଲେମ୍ବୁ ଚିପୁଡ଼ି ଖାଇପାରିବେ। ଏହା ରକ୍ତଚାପକୁ ପ୍ରାୟ 10 ପଏଣ୍ଟ ପର୍ଯ୍ୟନ୍ତ କମାଇବାରେ ସାହାଯ୍ୟ କରିଥାଏ। ଚତୁର୍ଥ ଉପାୟ ହେଉଛି ଅର୍ଜୁନ ଛାଲି। ଆୟୁର୍ବେଦରେ ଏହାକୁ ହୃଦୟ ପାଇଁ ଶ୍ରେଷ୍ଠ ବୋଲି କୁହାଯାଏ। ଏହା କେବଳ ବିପି ନୁହେଁ, ବରଂ କୋଲେଷ୍ଟ୍ରୋଲ ଏବଂ ଟ୍ରାଇଗ୍ଲିସରାଇଡ୍ ମଧ୍ୟ କମାଇଥାଏ। ଆପଣ ଅର୍ଜୁନ ଛାଲିର ଗୁଣ୍ଡକୁ ପାଣିରେ ଫୁଟାଇ ଚା ପରି ପିଇପାରିବେ କିମ୍ବା ରାତିରେ କ୍ଷୀରରେ ମିଶାଇ ଫୁଟାଇ ପିଇପାରିବେ। ଏହା ହୃଦୟର ମାଂସପେଶୀକୁ ଶକ୍ତିଶାଳୀ କରିଥାଏ, ଯାହାଫଳରେ ହୃଦୟ ସହଜରେ ରକ୍ତ ପମ୍ପ କରିପାରେ। ପଞ୍ଚମ ଏବଂ ସବୁଠାରୁ ପ୍ରଭାବଶାଳୀ ଔଷଧ ହେଉଛି ସର୍ପଗନ୍ଧା। ଆୟୁର୍ବେଦ ଅନୁସାରେ ଏହା ବିପି ପାଇଁ ସବୁଠାରୁ ନିରାପଦ ଓ ଅଚୁକ ଔଷଧ। ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ମହାତ୍ମା ଗାନ୍ଧୀଙ୍କ ବିପି ଯେତେବେଳେ 220ରୁ ଅଧିକ ହୋଇଯାଉଥିଲା, ସେତେବେଳେ ସେ ସର୍ପଗନ୍ଧା ହିଁ ବ୍ୟବହାର କରୁଥିଲେ। ବଜାରରେ ମିଳୁଥିବା ସର୍ପଗନ୍ଧା ବଟିରୁ ଗୋଟିଏ ଲେଖାଏଁ ବଟି ସକାଳେ ଏବଂ ରାତିରେ ଖାଇବା ପରେ ଖାଆନ୍ତୁ। ଏହା ବିପିକୁ ସ୍ଥିର ରଖିବା ସହ ଭଲ ନିଦ ହେବାରେ ମଧ୍ୟ ସାହାଯ୍ୟ କରେ। କିନ୍ତୁ କେବଳ ଏହି ଜିନିଷଗୁଡ଼ିକ ଖାଇଲେ ହେବ ନାହିଁ। ଆପଣଙ୍କୁ କିଛି ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ପଡ଼ିବ। ପ୍ୟାକେଟ୍ ହୋଇଥିବା ଖାଦ୍ୟରୁ ଦୂରେଇ ରୁହନ୍ତୁ, କାରଣ ସେଥିରେ ଅଧିକ ସୋଡିୟମ ବା ଲୁଣ ଥାଏ। ବାହାର ରିଫାଇନ୍ଡ ତେଲ ବଦଳରେ ଘରେ ସୋରିଷ ତେଲ ବ୍ୟବହାର କରନ୍ତୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାତିର ଖାଦ୍ୟ ଶୀଘ୍ର, ଅର୍ଥାତ୍ 7ଟା ସୁଦ୍ଧା ଖାଇବାକୁ ଚେଷ୍ଟା କରନ୍ତୁ କିମ୍ବା ଖାଇବା ପରେ ଅଳ୍ପ ସମୟ ଚାଲନ୍ତୁ, ଯେମିତି ହୃଦୟ ଉପରେ ଚାପ ପଡ଼ିବ ନାହିଁ। ଦିନକୁ ମାତ୍ର 15 ମିନିଟ୍ ବ୍ୟାୟାମ ବା ଚାଲିବା ଦ୍ୱାରା ଆମ ଗୋଡ଼ ସୋଲିୟସ୍ ମସଲ୍ ସକ୍ରିୟ ହୁଏ, ଯାହା ବିପି କମାଇବାରେ ସାହାଯ୍ୟ କରେ। ଆପଣ ଚାହିଁଲେ ଏହାକୁ ନିୟନ୍ତ୍ରଣ କରିପାରିବେ ଏବଂ ନିଜ ଜୀବନରୁ ସବୁଦିନ ପାଇଁ ବିଦା କରିପାରିବେ। ଯଦି ଆପଣଙ୍କୁ ଏହି ସୂଚନା ସାହାଯ୍ୟକାରୀ ଲାଗିଲା, ତେବେ ଏହାକୁ ଅନ୍ୟମାନଙ୍କ ସହ ସେୟାର କରନ୍ତୁ, ଯେମିତି ସେମାନେ ମଧ୍ୟ ଔଷଧରୁ ମୁକ୍ତି ପାଇପାରିବେ।